ଲଞ୍ଚରେ ଆଜି ପଖାଳ ଖିଆ ହେବ। ତ ମୁଁ କାଲି ତାଙ୍କୁ କହିଥିଲି ଶାଗ ପାଇଁ, ଶାଗ ତ ପାଇନଥିଲେ, କହିଲେ ମୋତେ ସକାଳ 6ଟା ସୁଦ୍ଧା ଆଣିଦେବି, କାରଣ ଆମର ଏଇଠି ଛକରେ ମାନେ ଭୋରୁ ଭୋରୁ ଶାଗ ଧନିଆ ପତ୍ର ଏସବୁ ପଡ଼େ, କଖାରୁ ଫୁଲ। ଯେତେବେଳେ 6ଟା ବାଜିବାକୁ 10 ମିନିଟ୍ ଥିଲା, ମୁଁ କହିଲି ଯାଉନ ଶାଗ ଆଣିବ, କହିଲେ ନା ନା ମୁଁ ଏ କାମଟା କରୁଛି, ମୁଁ ଯାଇପାରିବିନି, ସେ ଶାଗ ନ ହଉ ବରଂ। ଆଉ ଶାଗ ନ ହଉ ବରଂ କହିକି ଶାଗ ଆଣିକି ଶାଗ ବାଛିଲେଣି ବି। ଆଣୁନଥିଲ, ପୁଣି ଆଣିକି ବାଛିଲଣି କେମିତି? ଆଣିକି ବାଛି ଦିଏ, କାହିଁକିନା ସବୁବେଳେ ବାଛିବାର ଜାଗାଟା ଅଲଗା ଅଲଗା। ଏବେ ଗରମ ପ୍ରବଳ ହେଉଛି, ଗଲେ ଟିକେ ବସିବାକୁ ଭଲ ଲାଗିବ, ବାଛିଦେବି। ଚା ଟିକେ ଦିଅ। ଚା ତ ଥରେ ଦେଇ ସାରିଛି। ଆଉ ଥରେ ଦିଅ। ହଁ ଦେଉଛି ଯେ, କିନ୍ତୁ ମୁଁ ତୁମକୁ କହିବାର ମାନେ ମୋ ଉଦ୍ଦେଶ୍ୟ ହେଉଛି ଶାଗ ତ ଆଣି ହିଁ ନଥାନ୍ତ, ପୁଣି ଆଣିକି ବାଛୁଛ କେମିତି, ସେଇଟା ହେଉଛି କଥା। ବାଛିଦେଲେ ଟିକେ ଦୟା କରିବି ଆଉ। ଆଉ ମୁଁ ଯେଉଁ ତୁମକୁ ସକାଳୁ ଦୟା କରୁଛି ଚା ଭୁସି ନ ହେଇପାରିଲା ଜିନିଷଟା, ତମରି ଟିଫିନ୍ ପ୍ରୋବ୍ଲେମ୍ ହେବ। ଟିଫିନରେ ମୋତେ ଆସିବାକୁ କହିବ, ମୁଁ ଆସିବି ନାହିଁ। ହଁ ସେଇଟା ବରଂ ଉପାସ ରହିବି, ଆସିବି। ନା, ଯେଉଁ ଭଳିଆ ଖରା ବି ହେଉଛି ନା। ହଉ ହଉ ମୁଁ ଚା ଆଣି ଦେଉଛି।